ତ ହ୍ୟାଲୋ ସାଙ୍ଗମାନେ। ତ ଆଶା କରୁଛି ସମସ୍ତେ ଭଲରେ ଥିବେ, ଖୁସିରେ ଥିବେ। ତ ସାଙ୍ଗମାନେ, ଯେହେତୁ ଆମର ଜଗତସିଂହପୁର ଆଉ ମୟୂରଭଞ୍ଜର ଆମର ଭାଇବାଟି ସରିଯାଇଛି, ହୋମଗାର୍ଡ ଭାଇବାଟି। ତ ଭାଇ ଆଗକୁ ଯାହା ବି ଆପଣଙ୍କର ମେନ୍ ମେନ୍ ଡକୁମେଣ୍ଟ ଆବଶ୍ୟକ ହବ, ତ ସେ ବିଷୟରେ ଆଜି ଟିକେ ଦେଖିନେବା। କାରଣ ବହୁତ ଇମ୍ପୋର୍ଟାଣ୍ଟ ରହୁଛି। ଆଗରୁ ଯଦି ସବୁ ଡକୁମେଣ୍ଟ ଆପଣ ଯଦି ସାଇତି ନଥିବେ, ତ ଯାହାର ବି ଯେଉଁମାନେ ବି ସିଲେକ୍ଟ ହେବେ, ତ ପରେ ଭାଇ ସେଗୁଡ଼ା ଅସୁବିଧା ଆସିପାରେ। ତ ସେଥିପାଇଁ ଏବେଠୁ ହିଁ ଭାଇ ଯେଉଁମାନଙ୍କର ବି ଆଶା ଅଛି, ହଁ ମୁଁ ସିଲେକ୍ଟ ହେଇପାରେ, ଭାଇ ନହେଲେ ବି କିନ୍ତୁ ସେଗୁଡ଼ା ଡକୁମେଣ୍ଟ ଆପଣଙ୍କୁ ଆଗକୁ ଭବିଷ୍ୟତରେ ବି ଦରକାର ପଡ଼ିବ। ତ ସେଇ ଡକୁମେଣ୍ଟ ଗୁଡ଼ା ସବୁ ଭାଇ କୋଉ ଡକୁମେଣ୍ଟ ନେବେ, ତ କେମିତି ରଖିଥିବେ, କୋଉ ଡକୁମେଣ୍ଟ ରଖିବେ, ତ ସେଇ ଡକୁମେଣ୍ଟ ବିଷୟରେ ଟିକେ ଦେଖିବା। ତ ଭାଇ ଭିଡ଼ିଓଟି ଯଦି ଭଲ ଲାଗେ, ଭାଇ ଭିଡ଼ିଓକୁ ଆମର ଲାଇକ୍ କରିବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଯାହାଫଳରେ ଭାଇ ଆପଣ ଆମର ଯାହା ବି ଆଗକୁ ଭିଡ଼ିଓ ଆସିବ, ଯାହା ବି ସୂଚନା ଆସିବ, ତ ଆପଣ ସର୍ବପ୍ରଥମେ ପାଇପାରିବେ। ତ ଚାଲନ୍ତୁ ଭାଇ ଦେଖିବା, ଡେରି ନକରି ଭିଡ଼ିଓ ଷ୍ଟାର୍ଟ କରିବା। ତ ଭାଇ ସର୍ବପ୍ରଥମେ କହିବାକୁ ଗଲେ ଆପଣଙ୍କର ମାନେ ମେନ୍ ଯେଉଁ ଯେଉଁ ଡକୁମେଣ୍ଟ ଦରକାର, ସେଗୁଡ଼ା ମଧ୍ୟରେ ଭାଇ ଆପଣ ଆପ୍ଲାଏ କଲା ସମୟରେ ଯେଉଁ ବି କ୍ୱାଲିଫିକେସନ୍ ସବୁ ଦେଇଥିବେ, ମାନେ ହାଏଷ୍ଟ କ୍ୱାଲିଫିକେସନ୍ ଆପଣଙ୍କର ଯାହା ବି ଦେଇଥିବେ, ତ ସେଇ ସମସ୍ତ ମାନେ ସେଠୁ ଧରିକି ସବୁ ଡକୁମେଣ୍ଟ ଆପଣଙ୍କର ରହିବା ଦରକାର। ତ ସେଗୁଡ଼ା ସବୁ ମାନେ ରଖିଥିବେ। ତ ଭାଇ ଅନ୍ୟ ଡକୁମେଣ୍ଟ ସବୁ କହିବାକୁ ଗଲେ ଆମର ରହୁଛି, ଯେତେବେଳେ ଆପଣଙ୍କର ଫିଜିକାଲ ହେଇଥିବ, ତ ଭାଇ ଆଡମିଟ୍ କାର୍ଡ଼ ବି ଗୋଟେ ମିଳୁଛି। ଏକ୍ଜାମ ସମୟରେ ବି ମିଳିଥିବ, ସେ ଆଡମିଟ୍ କାର୍ଡ଼ ବି ଆପଣଙ୍କର ଥିବ। ତ ଫିଜିକାଲ ସମୟରେ ଯଦି ସେମାନେ ଯଦି ନେଇନାହାନ୍ତି, ଭାଇବା ସମୟରେ ଯଦି ଆପଣଙ୍କ ପାଖରୁ ଆଡମିଟ୍ କାର୍ଡ଼ ନେଇନାହାନ୍ତି, ତ ସେଇ ଆଡମିଟ୍ କାର୍ଡ଼କୁ ଭଲସେ ରଖିଥାନ୍ତୁ। ଯେହେତୁ ଆମର ଭାଇ ଆମର ଫିଜିକାଲ ସମୟରେ ଏଇ ଆଡମିଟ୍ କାର୍ଡ଼ଟି ନେଇଯାଇଥିଲେ, ଯେହେତୁ ଆମର ଭାଇବା ସବୁ ସରିଯାଇଥିଲା ଫିଜିକାଲ ସମୟରେ ହିଁ, ତ ଆମର ଆଡମିଟ୍ କାର୍ଡ଼ଟି ନେଇଯାଇଥିଲେ। ତ ଯେହେତୁ ଆମ ପାଖରେ ନଥିଲା, ସେଥିପାଇଁ ଆମକୁ ମାଗିଲେ ନାହିଁ। ତ ଯଦି ଆପଣଙ୍କର ଭାଇ ସେ ଆଡମିଟ୍ କାର୍ଡ଼ ଥାଏ, ଯଦି ନେଇନାହାନ୍ତି, ତ ସେ ଆଡମିଟ୍ କାର୍ଡ଼କୁ ସାଇତି ରଖନ୍ତୁ। ଆଉ ଭାଇ ଯେଉଁ ଡକୁମେଣ୍ଟ ବି ଆପଣ ମାନେ କ୍ୱାଲିଫିକେସନ୍ ଆପଣଙ୍କର ଦେଇଛନ୍ତି, ସେଇ ଡକୁମେଣ୍ଟ ଗୁଡ଼ାକୁ ଭଲସେ ରଖନ୍ତୁ। ଆଉ ଭାଇ ମେନ୍ ଡକୁମେଣ୍ଟ ହେଉଛି ଆପଣଙ୍କର ରେସିଡେଣ୍ଟ ସାର୍ଟିଫିକେଟ୍। ଗୋଟେ ରେସିଡେଣ୍ଟ ସାର୍ଟିଫିକେଟ୍ ଯଦି ଭାଇ ଭ୍ୟାଲିଡ୍ ନାହିଁ, ମାନେ ଆପଣଙ୍କର ଯଦି ଏକ୍ସପାୟାର ହେଇଯାଇଛି, ତାର 2 ବର୍ଷ ନା 3 ବର୍ଷ ପରେ ଯେଉଁ ଏକ୍ସପାୟାର ହେଇଯାଉଛି, ଭାଇ ନୂଆ କରି ବନେଇ ଦିଅନ୍ତୁ, କାରଣ ବହୁତ ସମୟ ଅଛି। ତ ସେଥିପାଇଁ ନୂଆ କରି ଗୋଟେ ବନେଇ ଦିଅନ୍ତୁ। ଆଉ ଭାଇ କ୍ୟାଷ୍ଟ ସାର୍ଟିଫିକେଟ୍ ବି କହୁଛନ୍ତି, ସେଇଟା ତ କ୍ୟାଷ୍ଟ ସାର୍ଟିଫିକେଟ୍ ଆବଶ୍ୟକତା ରହୁଛି। ମେନ୍ ହେଉଛି ଭାଇ ଆପଣଙ୍କର ତ ଯାହା ବି କ୍ୱାଲିଫିକେସନ୍ ଡକୁମେଣ୍ଟ ତ ଆପଣଙ୍କ ପାଖରେ ଥିବ, କିନ୍ତୁ ଯାହା ବି ଭାଇ ଆପଣଙ୍କର ରେସିଡେଣ୍ଟ, କ୍ୟାଷ୍ଟ, ଏଗୁଡ଼ାକ ଭାଇ ଆପଣଙ୍କର ଆଡମିଟ୍ କାର୍ଡ଼, ଏଗୁଡ଼ା ଟିକେ ରଖିଥାନ୍ତୁ ଭଲରେ। କାରଣ ଅନେକ ଲୋକଙ୍କ ପାଖରେ, ମାନେ ଅନେକ ପିଲାଙ୍କ ପାଖରେ ତ ମାନେ ରେସିଡେଣ୍ଟ ସାର୍ଟିଫିକେଟ୍ଟି ମାନେ ନଥାଉଛି, ରିନୁଆଲ୍ ନଥାଉଛି। ତ ସେଥିପାଇଁ ନୂଆ କରି ରେସିଡେଣ୍ଟ ସାର୍ଟିଫିକେଟ୍ଟି କରିଥାନ୍ତୁ, ଆଉ କ୍ୟାଷ୍ଟ ସାର୍ଟିଫିକେଟ୍ଟି କରିଥାନ୍ତୁ। କ୍ୟାଷ୍ଟ ସାର୍ଟିଫିକେଟ୍ଟା ଟିକେ ଚଳିପାରେ, କିନ୍ତୁ ଯାହା ହେଲେ ଭାଇ ନୂଆ କରିଦିଅନ୍ତୁ। ଟଙ୍କା 100-200 ସରିପାରେ, କିନ୍ତୁ କରିଦିଅନ୍ତୁ। ଯାହାଫଳରେ ଆପଣ ଯଦି ସିଲେକ୍ଟ ହୁଅନ୍ତି, ତ ତାପରେ ଆପଣ ଅସୁବିଧାରେ କିଛି ପଡ଼ିବେ ନାହିଁ। ତ ଭାଇ ନିଜର କ୍ୱାଲିଫିକେସନ୍ ସହିତ ଯାହା ବି ଆପଣଙ୍କର ରେସିଡେଣ୍ଟ କ୍ୟାଷ୍ଟ ସାର୍ଟିଫିକେଟ୍ ହେଲା, ତାପରେ ଆପଣଙ୍କର ରହୁଛି ଭାଇ ଆଧାର କାର୍ଡ଼। ଆପଣଙ୍କର ଯାହା ବି ମାନେ ଆଇଡି ପ୍ରୁଫ୍, ଯାହା ବି ପାନ୍ କାର୍ଡ଼ ହଉ, ପାନ୍ କାର୍ଡ଼ ନାହିଁ ତ ମେନ୍ ହେଉଛି ଭାଇ ଆପଣଙ୍କର ଆଧାର କାର୍ଡ଼। ତ ସେଇଟା ବି ଭଲସେ, ମାନେ ସମସ୍ତଙ୍କ ପାଖରେ ତ ଥିବ ଭାଇ, ତ ସେଇ ଆଧାର କାର୍ଡ଼ ବି ରଖିବେ। ତ ମେନ୍ ଭାଇ ଯେଉଁ ବି ଆପଣଙ୍କର କ୍ୱାଲିଫିକେସନ୍ ଡକୁମେଣ୍ଟ ହେଉଛି, ସେଇଟା ହିଁ ମେନ୍। ଆଉ ତାପରେ ଆଧାର କାର୍ଡ଼ ଆପଣଙ୍କର, ଆଉ ରେସିଡେଣ୍ଟ କ୍ୟାଷ୍ଟ। ଇନକମ୍ ତ ଦରକାର ନାହିଁ ଭାଇ, ସେ ରେସିଡେଣ୍ଟ କ୍ୟାଷ୍ଟ ହିଁ ଦରକାର। ଆଉ ଭାଇ କ'ଣ ମେନ୍ ସାର୍ଟିଫିକେଟ୍ ଗୁଡ଼ାକ ତ କହିଦେଲି, ଏତିକି ହିଁ ଭାଇ ଆବଶ୍ୟକ। ଆଉ ବହୁତ କିଛି ଦରକାର ନାହିଁ। ତ ବହୁତ କିଛି କହିଲେ ବି ସେତେ କିଛି ଦରକାର ନାହିଁ। ଆଉ ଭାଇ ବହୁତ ଭାଇ ପଚାରୁଥିଲେ କି ଭାଇ ପୋଲିସ ଭେରିଫିକେସନ୍ କ'ଣ ଦରକାର କି? ତ ସେଇଟା ଭାଇ ପୋଲିସ ମାନେ ଭେରିଫିକେସନ୍ ଏବେ କିଛି ଦରକାର ନାହିଁ। ଯଦି ବି ଦରକାର ଆପଣଙ୍କୁ କହିବେ, ଆପଣଙ୍କର ପୋଲିସ ଷ୍ଟେସନରୁ କି କୋଉଠୁ କଲ୍ ଆସିବ। ଜଣେ ଭାଇ ମୋତେ ପଚାରୁଥିଲେ କି ଆମର ପୋଲିସ ଷ୍ଟେସନରୁ ପୋଲିସ ଭେରିଫିକେସନ୍ ନେବା ପାଇଁ କହିଥିଲେ। ତ ଭାଇ ଯଦି ବି କୁହନ୍ତି ଭାଇ ସେଇଟା କରିଦିଅନ୍ତୁ। ଯଦି ନ କୁହନ୍ତି, ତାପରେ ବି ଭାଇ ଆପଣଙ୍କର ପୋଲିସ ଭେରିଫିକେସନ୍ ହେଇପାରିବ। ତ ଜଏନିଂ ସମୟରେ ସେମିତି କିଛି କାଟିବେ ନାହିଁ। ଯଦି ଆପଣଙ୍କର ମେନ୍ ଡକୁମେଣ୍ଟ ଆପଣଙ୍କର ଯାହା ବି କ୍ୱାଲିଫିକେସନ୍ ହଉ, ରେସିଡେଣ୍ଟ କ୍ୟାଷ୍ଟ, ଏଗୁଡ଼ା ଟିକେ ଭାଇ ଭଲସେ ରଖିଥିବେ। କାରଣ ଏଗୁଡ଼ା ହିଁ ମେନ୍ ଇମ୍ପୋର୍ଟାଣ୍ଟ ରହୁଛି ଆପଣଙ୍କର। ଆଉ ଆଡ୍ରେସ୍ ପ୍ରୁଫ୍, ଯେହେତୁ ଭାଇ ଆଡ୍ରେସ୍ ପ୍ରୁଫ୍ଟା ତାଙ୍କୁ ଦରକାର। ରେସିଡେଣ୍ଟଟା ଆପଣଙ୍କର ଥିଲେ କ'ଣ, ଆପଣ କେଉଁ ପୋଲିସ ଷ୍ଟେସନ ଅଣ୍ଡରରେ ଯାଉଛନ୍ତି, ତ ସେଇଟା ଦେଖିକି ଆପଣଙ୍କୁ ପୋଷ୍ଟିଂ ମିଳିପାରେ। ତ ସେଥିପାଇଁ ଆପଣଙ୍କର ରେସିଡେଣ୍ଟ ସାର୍ଟିଫିକେଟ୍ଟି ନୂଆ ବନେଇ ଦିଅନ୍ତୁ। ସେଇଟା ହିଁ ଭାଇ, ଏତିକି ହିଁ ମେନ୍ ଦରକାର। ଆଉ ଭାଇ ଅଧିକ ବି ଡକୁମେଣ୍ଟ ଖାଲିଟାରେ କହିଲେ ବି କିଛି ଲାଭ ନାହିଁ। ଆଉ ଭାଇ ହଁ, ଆଉ ଗୋଟେ ରହିଲା ଭାଇ ଆପଣଙ୍କର ପାସପୋର୍ଟ। ତ ପାସପୋର୍ଟ ଭାଇ ଗୋଟେ 7-8ଟା ଖଣ୍ଡେ କାଢ଼ି ଦିଅନ୍ତୁ, ଯାହାହେଲେ 3-4ଟା ଏମିତି ଲାଗିପାରେ।
ଲାଗିବ ଯାହାହେଲେ ପାସପୋର୍ଟ ତ ଲାଗିବ। ତ ପାସପୋର୍ଟ ଭାଇ ଯାହା ବି ଦେଇଥିଲା ଆପଣଙ୍କର ଆପ୍ଲାଏ ସମୟରେ, ତ ସେଇ ଫଟୋଟି ରଖିବା ପାଇଁ ଚେଷ୍ଟା କରିବେ। ଅନ୍ୟ ଫଟୋ ବି ହବ, କିନ୍ତୁ ଯେଉଁ ଫଟୋଟି ଆପଣ ଆପ୍ଲାଏ ସମୟରେ ଦେଇଥିଲେ ସେ ଫଟୋଟା ଦେଲେ ଟିକେ ବେଟର ହବ। ତ ସେଥିପାଇଁ ପାସପୋର୍ଟ ବି ଭାଇ କହିନଥିଲି, ସରି, ମାନେ ସେଇଟା ବି ଆପଣ ରଖିବେ। ତ ଯାହା ବି ଭାଇ ଡକୁମେଣ୍ଟ ମୁଁ କହିଲି ସେଇ ସବୁ ଡକୁମେଣ୍ଟ ବାଧ୍ୟତା ଭାଇ ଭଲରେ ରଖିଥିବେ, କାରଣ ଯଦି ବି ସିଲେକ୍ଟ ହୁଅନ୍ତି, ଆଗକୁ ଯଦି ଆପଣଙ୍କର କୁଆଡ଼େ ଡକୁମେଣ୍ଟ ଏପଟେ ସେପଟେ ଥାଏ ଭାଇ, ସେ ଡକୁମେଣ୍ଟ ପାଇଁ କଟିଯିବେ, ତ ସେତେବେଳେ ବହୁତ ଦୁଃଖ ହେବ। ତ ସେଥିପାଇଁ ଭାଇ ଡକୁମେଣ୍ଟ ଗୁଡ଼ାକ ସବୁ ଭଲରେ ରଖନ୍ତୁ। ତ ଭାଇ ଆଶା କରୁଛି ସମସ୍ତେ ଭାଇ ଭିଡ଼ିଓଟିକୁ ଶେଷ ଯାଏଁ ଦେଖିଥିବେ। ତ ଭାଇ ଶେଷ ଯାଏଁ ଯଦି ଦେଖନ୍ତି ଭାଇ, ଆମର ଭିଡ଼ିଓରେ ଯାହା ବି ସୂଚନା ଆପଣ ସମସ୍ତେ ପାଇବେ। କାରଣ ବହୁତ ବହୁତ ଭାଇ ତ ଦେଖୁଛନ୍ତି, ଭାଇ ଭିଡ଼ିଓ ଦେଖୁଛନ୍ତି, ବହୁତ ଭଲ କମେଣ୍ଟ କରୁଛନ୍ତି। ଯାହା ବି ଭାଇ ଏନିଥିଙ୍ଗ ଆପଣଙ୍କର ଯାହା ବି ପ୍ରଶ୍ନ ଥାଉ, ତ ଆମର ଭିଡ଼ିଓରେ କମେଣ୍ଟ କରିଦିଅନ୍ତୁ। ମୁଁ ଦେଖିବି, ମୋତେ ଯଦି ଟାଇମ୍ ମିଳେ ଭାଇ, ଏବେ ଦେଖନ୍ତୁ ଡ୍ୟୁଟିରୁ ଆସିବି, ତ ଟାଇମ୍ ମିଳିଲା ଯେହେତୁ ମୁଁ ଆପଣଙ୍କ ପାଇଁ ଗୋଟେ ଭିଡ଼ିଓ ବନେଇ ଦେଉଛି। ତ ଡକ୍ୟୁମେଣ୍ଟ ବିଷୟରେ ଭାଇ ବନେଇବାକୁ କହିଥିଲେ। ତ ଭାଇ ଯେହେତୁ ଆମର ମୟୂରଭଞ୍ଜ ଆଉ ଜଗତସିଂହପୁରର ଦୁଇଟା ଜାଗାରୁ ଭାଇବା ସରିଲାଣି, ତ ଯାହା ବି ଡକ୍ୟୁମେଣ୍ଟ ଥିଲା ଭାଇ କହିଦେଲି। ଆଗକୁ ଭାଇ ରେଡ଼ି ହୁଅନ୍ତୁ ସବୁ, ମାନେ ଯେଉଁମାନଙ୍କର ଭାଇ ଭାଇ ଏକ୍ଜାମ୍ ଭଲ ହେଇଛି, ଭାଇବା ବି ଭଲ ହେଇଛି, ତ ସେମାନେ ଭଲସେ ଭାଇ ନିଜର ଡକ୍ୟୁମେଣ୍ଟ ପ୍ରିପେୟାର କରିକି ରଖନ୍ତୁ। ଆଉ ଭାଇ ଯେଉଁମାନେ ବି ଆଶା ନାହିଁ, ମାନେ କଟିଯିବେ କଣ, ଦୁଃଖ କରନ୍ତୁ ନାହିଁ, ଆଗକୁ ଅନେକ ଜବ୍ ଆସୁଛି, ତ ପ୍ରିପେୟାର ହୁଅନ୍ତୁ। ତ ଯଦି ଭାଇ ଭିଡ଼ିଓ ଭଲ ଲାଗିଥାଏ ଭାଇ, ଭିଡ଼ିଓକୁ ଲାଇକ୍ କରନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଭାଇ। ତ ରହୁଛି ଭାଇ, ଧନ୍ୟବାଦ।